ମାରଣାଥା ଆସନ୍ତୁ ପ୍ରଭୁଙ୍କ ଲୋକମାନେ ଆମେ ପ୍ରଭୁଙ୍କ ବାକ୍ୟ ମାଧ୍ୟମରେ ଯିବା, ପ୍ରଭୁଙ୍କ ବାକ୍ୟ ଶୁଣିବା, ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା। ତାହେଲେ ଆମମାନଙ୍କୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ ଦାନ କରିବେ, ସୁସ୍ଥ ଦାନ କରିବେ। ସେ ବାକ୍ୟ ଦ୍ୱାରା ଆମମାନେ ତାଙ୍କ ରାଜ୍ୟକୁ ଆମେ ଯାଇପାରିବା। ବାକ୍ୟ ବିନା ଆମେ ତାଙ୍କ ରାଜ୍ୟକୁ ଯାଇପାରିବା ନାହିଁ। ସେଥିଯୋଗୁଁ ପ୍ରଭୁଙ୍କ ଲୋକମାନେ ବାକ୍ୟ ମାଧ୍ୟମରେ ଯିବା। ଶୁଣନ୍ତୁ, ଏଇଟା ଲେଖା ହେଇକରି ଅଛି ଲୁକ ଲିଖିତ ସୁସମାଚାର ତାର 10 ପର୍ବ ତାର 25 ପଦ ପଢ଼ନ୍ତୁ। ଆଉ ଦେଖ, ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ସେଠାରେ ସେ ପ୍ରକାର ଲେଖା ହେଇକରି ଅଛି, ଜଣେ ବ୍ୟବସ୍ଥା ଶାସ୍ତ୍ରୀ ଅର୍ଥାତ୍ ଶାସ୍ତ୍ର ପଢ଼ିଥିବା ମନୁଷ୍ୟ ହିଁ କହିବେ କି ତାଙ୍କୁ ଶାସ୍ତ୍ରୀ ବୋଲିକିନା। ଏ ପ୍ରକାର ମଶାଙ୍କର ଶାସ୍ତ୍ର ପଢ଼ିଥିବା ସେ ଶାସ୍ତ୍ରୀ ସେ ଗୁରୁଙ୍କ ବିଷୟ ନେଇକିନା ଏଠାରେ ଗୁରୁଙ୍କ ପାଖରେ ଗଲେନି। ଆମମାନେ ଏବେ ବର୍ତ୍ତମାନ ଯେଉଁ ବିଷୟ ବୁଝିବା ପ୍ରଭୁଙ୍କ ଲୋକମାନେ, ସତ୍ୟ ଗୁରୁଙ୍କ ବିଷୟ ବୁଝିବା। ଆମମାନେ ସତ୍ୟ ଗୁରୁ କିଏ, ସେ ସତ୍ୟ ଗୁରୁ ବିଷୟରେ ମାନେ ଅଳ୍ପ ବୁଝିବା। ଦେଖନ୍ତୁ, ଏଠାରେ ଜଣେ ଶାସ୍ତ୍ରୀ ଅର୍ଥାତ୍ ସେ ପଣ୍ଡିତ, ଅନେକ ଶାସ୍ତ୍ରକୁ ସେ ପଢ଼ିଥିବା ଲୋକ ହେଲେ ସୁଦ୍ଧା ତାର ଶାସ୍ତ୍ର ଦ୍ୱାରା ସେ ବୁଝି ନପାରି ପରୀକ୍ଷା କରିକିନା ସତ୍ୟ ଗୁରୁ ପାଖରେ ଯାଇ ପଚାରିଛନ୍ତି। କିସ୍ ବୋଲି କହୁଛନ୍ତି, ହେ ଗୁରୁ, ମୁଁ ଅନନ୍ତ ଜୀବନ ଅଧିକାର ହେବାର ଅଛି, ତାହେଲେ ମୁଁ କ'ଣ କରିବି ଆପଣ କହନ୍ତୁ। এই ପ୍ରକାର ସତ୍ୟ ଗୁରୁଙ୍କ ପାଖରେ ଯାଇକିନା ଏ ଶାସ୍ତ୍ରୀ କହୁଛନ୍ତି। ତାପରେ ସତ୍ୟ ଗୁରୁ କିସ୍ ବୋଲି ଉତ୍ତର ଦେଲେ ସେ ବିଷୟରେ ଆମେ ଟିକେ ବୁଝିବା। ଲୁକ 10:27 ପଢ଼ନ୍ତୁ। ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରେମ କର। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ପୁଣି ଏଠାରେ ଏଟା ଲେଖା ହେଇକରି ଅଛି, ସେ ଶାସ୍ତ୍ରୀକୁ ଏବେ ସତ୍ୟ ଗୁରୁ ଉତ୍ତର ଦେଲେନି। କିସ୍ ବୋଲି ଉତ୍ତର ଦେଲେ, ତୁମେମାନେ ତୁମମାନଙ୍କର ପ୍ରେମ, ତୁମମାନଙ୍କର ଅନ୍ତଃକରଣ, ମନ ଈଶ୍ୱରଙ୍କୁ ଦିଅ, ଈଶ୍ୱରଙ୍କୁ ପ୍ରେମ କର, ତାହେଲେ ତୁମେମାନେ ଅନନ୍ତ ଜୀବନ ଅଧିକାର ପ୍ରାପ୍ତ ହେବ। এই ପ୍ରକାର ସତ୍ୟ ଗୁରୁ ଇ ଶାସ୍ତ୍ରୀକୁ କହୁଛନ୍ତି ପ୍ରଭୁଙ୍କ ଲୋକମାନେ। সেই ପ୍ରକାର ଦେଖନ୍ତୁ, ଏଇଟା ଦେଖିବା ପାଇଁ ଗଲେ ବର୍ତ୍ତମାନ ଯେଉଁ ୟୁଟ୍ୟୁବରେ ଆଜି ଅନେକ 2-3 ଜଣ ମିଶି ସେମାନେ ପ୍ରଭୁଙ୍କ ବିରୋଧରେ କଥା କହୁଛନ୍ତି। ପ୍ରଭୁଙ୍କର ଦାସମାନଙ୍କ ବିରୋଧରେ, ପ୍ରଚାରକଙ୍କ ବିରୋଧରେ, ପାଳକମାନଙ୍କ ବିରୋଧରେ ସେମାନେ କଥା କହୁଛନ୍ତି। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ସେମାନେ ଶାସ୍ତ୍ର ପଢ଼ିନଥିବା ଯୋଗୁଁ, ସେମାନେ ଶାସ୍ତ୍ର ପଢ଼ିନଥିବା ଯୋଗୁଁ ସେଇ ପ୍ରକାର ପ୍ରଭୁଙ୍କ ବିରୋଧରେ ନେଇକରି ସେମାନେ କଥା କହୁଛନ୍ତି। ମାତ୍ର ଏଠାରେ ଦେଖିବା ପାଇଁ ଗଲେ ଏଡ଼େ ବଡ଼ ଶାସ୍ତ୍ର ପଢ଼ିଥିବା ଶାସ୍ତ୍ରୀ, ସର୍ବଶାସ୍ତ୍ର ପଢ଼ିଥିବା ଶାସ୍ତ୍ରୀ, ସେ ସତ୍ୟ ଗୁରୁ ପାଖରେ ଯାଇ ପଚାରିଛନ୍ତି, ମୋ ଅନନ୍ତ ଜୀବନ ଅଧିକାର ହେବାର ଅଛି। এই ପ୍ରକାର ସେ ପଚାରିଛନ୍ତି। ପ୍ରଭୁଙ୍କ ଲୋକମାନେ ଦେଖନ୍ତୁ, ଏଠାରେ ସେଇ ପ୍ରକାର ସତ୍ୟ ଗୁରୁ ଉତ୍ତର ଦେଲେ, ତୁମେ ପ୍ରଭୁଙ୍କୁ ପ୍ରେମ କର, ତୁମର ମନ, ହୃଦୟ, ଅନ୍ତଃକରଣ ଈଶ୍ୱରଙ୍କୁ ଦିଅ, ତାହେଲେ ତୁମେମାନେ ଅନନ୍ତ ଜୀବନ ଅଧିକାର ପ୍ରାପ୍ତ ହେବ। সেই ପ୍ରକାର ପ୍ରଭୁଙ୍କ ଲୋକମାନେ ଦେଖନ୍ତୁ, ଏଇଟା ଦେଖିବା ପାଇଁ ଗଲେ এই ଜଗତରେ ଅନେକ ଶାସ୍ତ୍ର ପଢ଼ିଥିବା ଲୋକମାନେ ଅଛନ୍ତି। ଆଜି ଶାସ୍ତ୍ର ପଢ଼ିଥିବା ଲୋକମାନେ ଅଛନ୍ତି, ସେମାନେ କେବଳ ସେଇ ଶାସ୍ତ୍ର ଲେଖା ହେଇକରି ଅଛି କି ନାହିଁ, ସତ୍ୟ ଗୁରୁ କିଏ ବୋଲବାଟା। ଆଜି ସେଇ ଶାସ୍ତ୍ରରେ ଯେଉଁ ଶାସ୍ତ୍ର ଲେଖା ହେଇକରି ଅଛି, ଜଗତର ଯେଉଁ ଶାସ୍ତ୍ର ପଢ଼ି ଅଛନ୍ତି, সেই ଶାସ୍ତ୍ରରେ ସେ ସତ୍ୟ ଗୁରୁ ଶାସ୍ତ୍ରରେ যে ପ୍ରକାର ଅଛି, ଆଜି ସେଇ ଶାସ୍ତ୍ରରେ ପଢ଼ିଥିବା ମଣିଷମାନେ କେବଳ ସତ୍ୟ ବିଷୟରେ ସେମାନେ
ଖୋଜୁଛନ୍ତି। ସତ୍ୟ ଗୁରୁ ବିଷୟରେ ସେମାନେ ଖୋଜୁଛନ୍ତି। ସତ୍ୟ ଗୁରୁକୁ ସେମାନେ ପାଇନାହାନ୍ତି। এই ଶାସ୍ତ୍ର ପଢ଼ୁଥିବା ଶାସ୍ତ୍ରୀମାନେ ଅଛନ୍ତି ଜଗତରେ ପ୍ରଭୁଙ୍କ ଲୋକମାନେ ସେଇ ପ୍ରକାର ଦେଖନ୍ତୁ। ଏଠାରେ ଦେଖିବାକୁ ଗଲେ এই ଜଗତର ଯେଉଁ ବିଜାତିମାନଙ୍କ ଯେଉଁ ଶାସ୍ତ୍ର ଅଛି ସେ ଶାସ୍ତ୍ରରେ ସତ୍ୟଗୁରୁ ଅଛନ୍ତି କି? ଆଜି ସେଇ ଶାସ୍ତ୍ରରେ ଦେଖିବାକୁ ଗଲେ ଆଜି ତାଙ୍କର ସତ୍ୟଗୁରୁ ଲୋକମାନେ ପାଣିରେ ମଧ୍ୟ ଡେଇଁ ମରି ଅଛନ୍ତି। ଆଜି ସେ ସତ୍ୟଗୁରୁମାନେ ବିବାହିକରେ ଅଛନ୍ତି। ଆଜି ସେ ସତ୍ୟଗୁରୁ ଲୋକମାନେ ଆଜି ସ୍ୱଇଚ୍ଛାରେ ସେମାନେ ଚାଲିଥିଲେ। ଏ ପ୍ରକାର ବିଜାତିମାନଙ୍କ ଯେଉଁ ଶାସ୍ତ୍ର ଅଛି ପ୍ରଭୁଙ୍କ ଲୋକମାନେ ସେ ପ୍ରକାର ଶାସ୍ତ୍ରରେ ତାଙ୍କ ଶାସ୍ତ୍ର ସେ ପ୍ରକାର ଲେଖା ହେଇକରି ଅଛି। ମାତ୍ର ଏଇଟା ଦେଖିବାକୁ ଗଲେ ବାଇବଲର ଯେଉଁ ଶାସ୍ତ୍ର ଅଛି এই ଶାସ୍ତ୍ରରେ ଥିବା ଗୁରୁ ତାଙ୍କର ପାଖରେ ପାପ ନାହିଁ, ପାପର ଲେଶ ସୁଦ୍ଧା ନାହିଁ। ଏ ପ୍ରକାର ସତ୍ୟ ଗୁରୁ କେବଳ ଆମମାନଙ୍କର ଧର୍ମଶାସ୍ତ୍ର ଲେଖା ହେଇକରି ଅଛି। এই ସତ୍ୟ ଗୁରୁ ପାଖରେ କୌଣସି ଛଳନା ନାହିଁ, କୌଣସି ମିଥ୍ୟା ନାହିଁ। ଆଜି এই ସତ୍ୟ ଗୁରୁ କେବଳ କ୍ରୁସରେ ଚଢ଼ି ଆଜି ଜଗତର ପାପୀମାନଙ୍କ ପାଇଁ କେବଳ ପ୍ରାଣ ଦାନ କଲେ। ଆଜି ସେମାନେ ଦାନ କରିକିନା 3 ଦିନରେ ସେମାନେ ବଞ୍ଚିଲେ। ଆଉ 3 ଦିନରେ ବଞ୍ଚି ସେମାନେ କେବଳ ସ୍ୱର୍ଗରେ ଉଡ଼ିକିନା ଚାଲିଗଲେ। এই ପ୍ରକାର ସତ୍ୟ ଗୁରୁ କେ ଅଛନ୍ତି କି? ଦେଖନ୍ତୁ ଏ ବିଷୟରେ ଟିକେ ଦେଖିବା ପ୍ରଭୁଙ୍କ ଲୋକମାନେ ଜଣ ଲିଖିତ ସୁଷମାଚାର ତାର 3 ପରଦା 13 ଟିକେ ପଢ଼ନ୍ତୁ। ଜଣ 3 ତାର 13 ପଦ ଟିକେ ପଢ଼ନ୍ତୁ। ଆଉ ଯେଉଁ ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ এই ସତ୍ୟ ଗୁରୁ ଯେଉଁ ସ୍ୱର୍ଗ ଆରୋହଣ ହେଲେ, ସ୍ୱର୍ଗ ରାଜ୍ୟ ସେମାନେ ଉଡ଼ିକରି ଚାଲିଗଲେ, ସେମାନେ ବାହାରିଗଲେ। ତାଙ୍କର ପରେ এই ଜଗତରେ କିଏ ଆଜି ସ୍ୱର୍ଗ ଆରୋହଣ ହେଇ ଅଛନ୍ତି କି? ତାଙ୍କର ପରେ ଜଗତ ଠାରୁ ସ୍ୱର୍ଗରେ ଉଡ଼ି ଉଡ଼ିକି କିଏ ଯାଇଛନ୍ତି କି? ସେଇ ପ୍ରକାର ଏଠାରେ ମଧ୍ୟ ବାଇବଲରେ ସେ ପ୍ରକାର ଧର୍ମଶାସ୍ତ୍ରରେ ଲେଖା ହେଇକରି ଅଛି। ଜନ 3:13 ସେ ପ୍ରକାର এই ପ୍ରକାର ପ୍ରଭୁଙ୍କର ଲୋକମାନେ ପ୍ରଭୁଙ୍କର ସନ୍ତାନ ମାନେ ସେଇ ପ୍ରକାର ଜଗତର ଅନେକ ଆମମାନଙ୍କର ଖ୍ରୀଷ୍ଟ ଭାଇ ଓ ଭଉଣୀମାନେ ଆମମାନେ ସତ୍ୟ ଗୁରୁ ପାଖରେ ଅଛନ୍ତି। ଆପଣମାନେ ଆମମାନେ ସମସ୍ତେ ସେ ସତ୍ୟ ଗୁରୁ ପାଖରେ ଅଛୁ। ପ୍ରତ୍ୟେକ ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ସତ୍ୟ ଗୁରୁ ପାଖରେ ଅଛନ୍ତି। ଦେଖନ୍ତୁ ସେଥି ଯୋଗୁଁ ଏ ସତ୍ୟ ଗୁରୁ ଡାକିଛନ୍ତି କି ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକମାନେ ମୋ ନିକଟରେ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ମୋ ପଥ ସତ୍ୟ ବୋଲି କହିଛନ୍ତି। ଆଜି ତାଙ୍କ ନିକଟରେ ଗଲେ ଆମମାନଙ୍କୁ ବିଶ୍ରାମ ମିଳିବ। ତାଙ୍କ ନିକଟରେ ଗଲେ ଆମମାନଙ୍କୁ ଶିକ୍ଷା ମିଳିବ। ତାଙ୍କ ନିକଟରେ ଗଲେ ଆମମାନଙ୍କର ପାପ କ୍ଷମା ହେବ। ତାଙ୍କ ନିକଟରେ ଗଲେ ଆମମାନଙ୍କୁ ପରିତ୍ରାଣ ଦାନ କରିବେ। ତାଙ୍କ ନିକଟରେ ଗଲେ ଆମମାନଙ୍କୁ ତାଙ୍କ ରାଜ୍ୟକୁ ଉଡ଼ାଉଡ଼େଇକି ନେଇଯିବେ। ଏ ପ୍ରକାର ସତ୍ୟ ଗୁରୁ ପାଖରେ ଆମେ ଯିବାର ଅଛି ପ୍ରଭୁଙ୍କ ଲୋକମାନେ। ଦେଖନ୍ତୁ ଏଠାରେ ଦେଖିବାକୁ ଗଲେ ଆଜି ଏଡ଼େ ବଡ଼ ଶାସ୍ତ୍ର ପଢ଼ିଥିବା ଶାସ୍ତ୍ରୀ କାହାର ନିକଟକୁ ଗଲେ? ଜଗତର ନିକଟକୁ ଗଲାର ନାହିଁ, କୌଣସି ଧର୍ମ ଗୁରୁ ପାଖରେ ଗଲାର ନାହିଁ। ସତ୍ୟ ଗୁରୁ ପାଖରେ ସେ ଶାସ୍ତ୍ରୀ ଯାଇକିନା ପଚାରିଛନ୍ତି ମୁଁ ଅନନ୍ତ ଜୀବନ ଅଧିକାର ହେବି, ମୋତେ କ'ଣ କରବ ହେବ ବୋଲିକିନା। ସେଇ ପ୍ରକାର ପ୍ରଭୁଙ୍କ ଲୋକମାନେ ଓ ଜଗତର ବିଜାତି ମାନେ ମଧ୍ୟ ଏଠାରେ ଆମମାନଙ୍କ ପ୍ରଭୁ ଡାକୁଛନ୍ତି କି ମୋ ନିକଟରେ ଆସ, ମୁଁ ତୁମମାନଙ୍କୁ ଅନନ୍ତ ଜୀବନ ଦେବି। এই ପ୍ରକାର ଆମମାନଙ୍କ ସତ୍ୟ ଗୁରୁ ଡାକିଛନ୍ତି। ଏ ବିଷୟରେ ଟିକେ ଦେଖବା। ଜୋହନ ତାର 14 ତାର 5-7 ଟିକେ ପଢ଼ନ୍ତୁ। ଥମା ତାହାଙ୍କୁ ପଚାରିଲେ, ପ୍ରଭୁ ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି? ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଏଠାରେ ସତ୍ୟ ଗୁରୁଙ୍କର ଶିଷ୍ୟ ଥମା କେବଳ ସେ ସତ୍ୟ ଗୁରୁକୁ ପଚାରୁଛନ୍ତି ପ୍ରଭୁ ଆପଣ କେଉଁଠାକୁ ଯାଉଛନ୍ତି? ଆମମାନଙ୍କୁ କହନ୍ତୁ, ଆମମାନଙ୍କୁ ଜଣାନ୍ତୁ, ଆମମାନେ ମଧ୍ୟ ଆପଣଙ୍କ ପଛରେ ଆସିବ। ଇଏ ସତ୍ୟ ଗୁରୁଙ୍କୁ ଥମା କେବଳ ପଚାରିଛନ୍ତି। ତାପରେ ତାହା ଆମ୍ଭେମାନେ ଜାଣୁନାହିଁ, ପଥ ବା କିପରି ଜାଣିପାରୁ? ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଥମା କିସ ବୋଲି କହିଲେନି ପ୍ରଭୁ ଆପଣ କେଉଁଠାକୁ ଯାଇଛନ୍ତି?
ଆମମାନଙ୍କୁ ଜଣା ନାହିଁ ସେ ପଥ ଆମମାନଙ୍କୁ ଦେଖାନ୍ତୁ ସେ ପଥ ଆମମାନଙ୍କୁ ଚାଲିବା ବିଷୟରେ ଦୃଷ୍ଟି ଦେଖାନ୍ତୁ ଆମମାନେ ମଧ୍ୟ ଆସିପାରିବା ଆମମାନେ ମଧ୍ୟ ସେ ପଥରେ ଚାଲିପାରିବା ଏହି ପ୍ରକାର ଥୋମା କେବଳ ସତ୍ୟ ଗୁରୁକୁ ପଚାରିଛନ୍ତି। ତାପରେ ଯୀଶୁ ତାହାଙ୍କୁ କହିଲେ, ମୁଁ ପଥ ସତ୍ୟ ଓ ଜୀବନ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ସେ ସତ୍ୟ ଗୁରୁ କିସ ଉତ୍ତର ଦେଲେ ସେ ଥୋମା କିସ ଉତ୍ତର ଦେଲେ ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ କେହି ମଧ୍ୟ ପିତାଙ୍କ ନିକଟକୁ ଯାଏ ନାହିଁ ଅର୍ଥାତ୍ ସ୍ୱର୍ଗ ରାଜ୍ୟ ନିକଟକୁ ଯାଏ ନାହିଁ। ସେଇ ପ୍ରକାର ପ୍ରଭୁଙ୍କ ଲୋକମାନେ ଜଗତର ବିଜାତି ଭାଇ ଓ ଭଉଣୀମାନେ ମଧ୍ୟ ଦେଖନ୍ତୁ ଏଠାରେ ମଧ୍ୟ ସମସ୍ତଙ୍କୁ ଡାକୁଛନ୍ତି ଆମମାନଙ୍କର ସେ ସତ୍ୟ ଗୁରୁ ମୋ ପଥ ସତ୍ୟ ଜୀବନ ମୋ ଦେଇ ନ ଗଲେ କେହି ପିତାଙ୍କ ରାଜ୍ୟକୁ ଯାଏ ନାହିଁ। ସେଇ ପ୍ରକାର ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କର ସନ୍ତାନ ମାନେ ଆମେ ସମସ୍ତେ ସେଇ ସତ୍ୟ ଗୁରୁ ପାଖରେ ଆମେ ସମସ୍ତେ ଅଛୁ ଜଗତର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନେ ମଧ୍ୟ ଆମେ ସମସ୍ତେ ସେଇ ସତ୍ୟ ଗୁରୁ ପାଖରେ ଆମେ ଅଛୁ। ସେଥି ଯୋଗୁଁ ଏଠାରେ ଆମମାନଙ୍କୁ ସେ ସତ୍ୟ ଗୁରୁ ବିଜାତି ମାନଙ୍କୁ ମଧ୍ୟ ଡାକିଛନ୍ତି ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକମାନେ ମୋ ନିକଟରେ ଆସ। କେବଳ ଖ୍ରୀଷ୍ଟିଆନ ଲୋକମାନେ ହିଁ ଡାକି ନାହାନ୍ତି ଜଗତର ଭାରଗ୍ରସ୍ତ ମଣିଷ ମାନଙ୍କୁ ଡାକିଛନ୍ତି ମୋ ନିକଟରେ ଆସନ୍ତୁ ମୁଁ ତୁମମାନଙ୍କୁ ଶିକ୍ଷା ଦାନ କରିବି ମୋ ଠାରେ ଜୀବନ ଅଛି ଆଉ ମୋ ଦେଇ ଗଲେ ତୁମେ ସ୍ୱର୍ଗ ରାଜ୍ୟକୁ ଯିବ ବୋଲି ଏହି ପ୍ରକାର ସମସ୍ତଙ୍କୁ ଡାକିଛନ୍ତି। ଦେଖନ୍ତୁ ତା ତଳେ ଟିକେ ପଢନ୍ତୁ ଯଦି ତୁମେମାନେ ମୋତେ ଜାଣିଥାନ୍ତ ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାନ୍ତ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ କିସ ବୋଲି କହିଲେ ତୁମେ ମାନେ ଜାଣିଥାନ୍ତ ତାହେଲେ ମୋର ପିତାଙ୍କୁ ମଧ୍ୟ ଜାଣିଥାନ୍ତ। ଆମେ ଯେତେବେଳେ ସତ୍ୟ ଗୁରୁକୁ ଆମେ ଜାଣିଥାନ୍ତୁ ସତ୍ୟ ଗୁରୁର ଆମର ତାଙ୍କର ପଳର ପଦ ଚିହ୍ନ ଚାଲିଥାନ୍ତୁ ତାହେଲେ ସେଇ ସତ୍ୟ ଗୁରୁ ଈଶ୍ୱର ପୁତ୍ର ବୋଲି ଆପଣମାନେ ବିଶ୍ୱାସ କରିପାରିଥାନ୍ତେ। ସେଇ ପ୍ରକାର ଜଗତର ବିଜାତି ମାନେ ମଧ୍ୟ ଜଗତର ଲୋକମାନେ ମଧ୍ୟ ଆଜି ସେ ସତ୍ୟ ଗୁରୁକୁ ନ ଜାଣିବା ଦ୍ୱାରା ଆଜି ସତ୍ୟ ଗୁରୁକୁ ଅପମାନ ନିନ୍ଦା ଓ ତାଡ଼ନା ମଧ୍ୟ ଏହି ପ୍ରକାର ଅନେକ ଲୋକମାନେ କରିଛନ୍ତି ନ ଜାଣିକିନା। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଏଠାରେ ଟିକେ ଆମେ ଦେଖ ବାକ୍ୟରେ ତାର ଏପିସିଓ ତାର 2 ତାର 18 ପଦ ଟିକେ ଦେଖବା। କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଯେ କୌଣସି ଏ ଜଗତର ଲୋକ ପ୍ରଭୁଙ୍କ ଲୋକମାନେ ତାଙ୍କ ନିକଟକୁ ଆସିଲେ ସେଇ ପିତାଙ୍କ ରାଜ୍ୟକୁ ସେମାନେ ଯିବେ। ଏଠାରେ ସେ ପ୍ରକାର ପ୍ରେତପାଳ ମଧ୍ୟ କହୁଛନ୍ତି ଆମେ ତାଙ୍କ ଦ୍ୱାରା ଏକ ପଥ ପାଇଅଛୁ। ସେ ପଥ କୋଉ ପଥ ସେଟା ଜଗତର ଦୁଷ୍ଟ ମାନଙ୍କର ଚାଲିବା ପଥ କି ପାପରେ ଚାଲିଥିବା ପଥ କି ସେଟା ଆଜି ଅନେକ ଧର୍ମଶାସ୍ତ୍ରରେ ଯୋଉ ଗୁରୁମାନେ ଅଛନ୍ତି ସେ ଗୁରୁମାନଙ୍କର ଚାଲିଥିବା ପଥ କି ଏଇଟା। ଦେଖନ୍ତୁ ଏ ଜଗତର ଯେତେ ଧର୍ମଶାସ୍ତ୍ର ଅଛି ଧର୍ମଶାସ୍ତ୍ରରେ ଥିବା ଗୁରୁମାନେ ଅଛନ୍ତି ଯୋଉ ଗୁରୁମାନେ ଯୋଉ ପଥରେ ଚାଲିଛନ୍ତି ଆଜି ସେଇ ପଥରେ ଚାଲିବା ପଥ ନୁହେଁ ଏଇଟା ମାତ୍ର ଏଇଟା ହଉଛି ସତ୍ୟ ଧର୍ମ କେବଳ ସତ୍ୟ ଗୁରୁ। ସେ ଗୁରୁ ପାଖରେ କୌଣସି ଛଳନା ନାହିଁ କୌଣସି ଦୁଷ୍ଟ ଆତ୍ମା ନାହିଁ କୌଣସି ପାପ ନାହିଁ ପାପର ଲେଶ ମଧ୍ୟ ନାହିଁ। ଏ ପ୍ରକାର ସତ୍ୟ ଗୁରୁ କେବଳ ଡାକୁଛନ୍ତି ପ୍ରେତପାଳ ସେ ପ୍ରକାର କହୁଛନ୍ତି ଆମେ ସେଇ ସତ୍ୟ ପଥ ପାଇଅଛୁ। ସେଇ ପ୍ରକାର ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କର ସନ୍ତାନ ମାନେ ଜଗତର ଅନେକ ଖ୍ରୀଷ୍ଟ ଭାଇ ଓ ଭଉଣୀ ମାନେ ମଧ୍ୟ ଆପଣମାନେ ଆମମାନେ ସମସ୍ତେ ସେ ସତ୍ୟ ପଥକୁ ପାଇକିନା ତାଙ୍କ ଚରଣ ତଳେ ଅଛୁ। ଆପଣମାନଙ୍କୁ ଅନେକ ଇ ଜଗତର ଲୋକମାନେ ମଧ୍ୟ ଅନେକ ନିନ୍ଦା ଅପମାନ ତାଡ଼ନା କଲେ ମଧ୍ୟ ପ୍ରଭୁଙ୍କର ବିରୋଧରେ ଅନେକ କଥା ହେଇଥିଲେ ମଧ୍ୟ ଆମମାନେ ସେଇ ସତ୍ୟ ପଥକୁ ଦେଇ ଆମେ ଚାଲିବାର ଅଛି। ଅନେକ ଅପମାନ ନିନ୍ଦା ତାଡ଼ନା ଆସିଲେ ମଧ୍ୟ ଆମମାନେ ଧୈର୍ଯ୍ୟରେ ଚାଲିବାର ଅଛି। ତାହେଲେ ଆମମାନେ ସେଇ ସତ୍ୟ ଗୁରୁ ପଥ ଦେଇ ଆମେ ଚାଲିପାରିବା। ସେଥିଯୋଗୁଁ ଦେଖନ୍ତୁ ଆମମାନେ ଶେଷ ଭାଗ ଗୋଟେ ଦେଖବା এটা লেখা ହେଇକରି ଅଛି ପ୍ରକାଶିତ ଟିକେ କାଢ଼ନ୍ତୁ ପ୍ରକାଶିତ ତାର 1 ତାର 5 6 ଟିକେ ଦେଖବା। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ ଯେ କୌଣସି ମଣିଷ ଜଗତର ହଉ
केवल से सत्य गुरु पाखरे थिले आम से सत्य गुरु राजा से जो लेखा अच्छी राजा मान राजा प्रभु मान प्रभु आज से राजा पाखरे जे कौन लोक थे से माने संतान से माने राजवंश लोक से जो प्रभु लोक माने जेते जगतर प्रभु विश्वास करी प्रभु दास दासी माने पालक माने विश्वासी माने समस्त केवल से राजा संतान माने केवल से सत्य गुरु राजा संतान माने आम समस्त से राजवंश लोक माने आपण माने समस्त से राजवंश लोक माने देखुन एठारे लेखा अच्छे प्रकाशित तार 1 पर तार 5-6 टिके पढ़ंतु पुणी विश्वस्त साक्षी मृत मानक मध्यरु प्रथम जात और पृथ्वीर राजा मानकर राजा यीशु ख्रीष्टଙ୍କ ଠାରୁ अनुग्रह और शांति तुम मानक प्रति हेउ। देखंतु प्रभु को लोक माने एटा राम माने कहबा कथा एटा नाही एटा लेखा अछि जीवंत पुस्तक लेखाई करो अछि एकमात्र प्रथम से राजा मन का राजा से कृष्ण प्रभु से सत्य गुरु से राजा मन का राजा से तांके प्रभु मन का प्रभु तांके केवल से राजांगर संतान माने प्रजा हेबे के आज से राजांगर संतान माने मद राजवंश लोक हेबे आपण माने समस्त से राजवंश लोक आज कौन से जाति लोक मद हंतो जदि प्रभु विश्वास करियो अछंते प्रभु नाम रे बपतिस्म प्राप्त हे अछंते प्रभु नाम रे तांग रक्तमांस पान करछंते प्रभु विश्वास करियो अछंते से माने मद राजवंश लोक से प्रकार प्रभु लोक माने प्रभु संतान माने आम माने समस्ते आपण माने समस्त से राजवंश लोक आ से राजकुल लोक आम माने तले टिके पढ़ंतो जे आंभ मानकु प्रेम करी आपण रक्त द्वारा आंभ मानक पापरु मुक्त करी अछंती। देखंतु प्रभु लोक माने से आमान को प्रेम करे जगत को एड़े प्रेम करले के करले सीधा से सत्य गुरु प्रेम करले आज से सत्य गुरु प्रेम करी ना आज क्रूस रे से माने बळी हेले क्रूस रे बळी कि ना से रक्त को जेते लोग विश्वास करछंते से माने पान करे अछंते से माने ही से राजकुल रो अछंते से माने से राजवंश लोक जेते बेले के तांकर रक्त जेते बेले दान करले से रक्त रे जे कोनी से मनुष्य जदि पान करे अछंते कौन से विजाति मध्य विश्वास कर से पान करे अछंते से माने मध्य राजवंश लोक आज राजांकर संतान माने प्रजा ही पारबे के राजांकर संतान माने मध्य से माने मध्य से राज हेबे सेते जो से माने राजकुल लोक आपण माने समस्त जगतर ख्रीष्टान भाई बहन माने मध्य समस्त आपण माने मध्य से राजकुल लोक देखुन तले टिके पढ़ंतो पुणी आंभ मानकु गोटे राजकुल करी आपण ईश्वर और पितांक निकटरे याजक स्वरूपे नियुक्त करी अछंती। देखंतु प्रभु लोक मन एठारे से प्रकार लेखा अछि आमान समस्त गोटे राजकुल करिसंती सेते जगो प्रभु लोक मन प्रभु संतान माने आमाने तांकर से पथ दिम चलर अछि सेते जो कहिसंती कि मो पथ सत्य जीवन मो दिन गले के पिता को निकट को जाय नाही से प्रकार सत्य गुरु के आपण मान टिके अनुभव करंतु जगतर विजाति माने मध्य आज अनेक धर्म शास्त्र पढ़िथिबा शास्त्री माने मध्य आपण मान टिके अनुभव करंतु आपण मान टिके जानंतु सत्य गुरु के से सत्य गुरु विवाहिन थिबा गुरु तांकर भितर कौन सी छल नथिबा गुरु तांकर भितर कौन सी पापर लेस नथिबा गुरु ए प्रकार सत्य गुरु विषय अनुभव करंतु ये अल्प वाक्य द्वारा प्रभु समस्त को ये जगतर प्रत्येक विश्वासी भाई और बहन मान मध्य आमे समस्त तांकर सत्य पथरे चली आमान तांकर दे तांकर राज्य को आमाने जाई परिबा इस सौभाग्य वरदान आमर जेते ये जगतर ख्रीष्टान भाई माने अछंती और बहन माने अछंती पालक माने अछंती आ समस्त को प्रभु तांकर राज्य को नेवा सौभाग्य आशीर्वाद आम समस्त को दान करंतु आमीन। मरणाथा।